ପିଲାମାନେ ଭଲ ଅଛି ସବୁ? ଆଜି ଖାଇକି ଆସିଛ ନା ସବୁ? ପେଟ ପୁରା ଖାଇକି ଆସିଛ? ହଉ ଆଜି କ'ଣ ପଢ଼ିବା? ଗପ। କି କୋଉ ଗପଟା ପଢ଼ିବା? ଭାଲୁ ଗପଟା। ହଉ ଭାଲୁ ଗପଟା ପଢ଼ିବା ଆଜି। ତାହେଲେ ଏକ ଗାଁ ପାଖ ଜଙ୍ଗଲରେ ଗୋଟିଏ ବଡ଼ ଭାଲୁ ରହୁଥିଲା ହେଲା। ଗୋଟେ ଗାଁ ପାଖରେ ଗୋଟେ ଜଙ୍ଗଲ ଥିଲା, ସେଇଠି ଗୋଟେ ବଡ଼ ଭାଲୁ ରହୁଥିଲା ହେଲା। ସେଇ ଗାଁର ଲୋକମାନେ ଆଖୁ ଚାଷ କରନ୍ତି। ସେ ଲୋକମାନେ ସେ ଯେଉଁ ଗାଁଟା ଥିଲା ସେ ଗାଁରେ ଲୋକମାନେ ଆଖୁ ଚାଷ କରନ୍ତି ହେଲା। ଭାଲୁକୁ ଆଖୁ ଖାଇବାକୁ ଭାରି ଭଲ ଲାଗେ। ସେ ଯେଉଁ ଭାଲୁ ରହୁଥିଲେ ଜଙ୍ଗଲରେ ସେ ଭାଲୁକୁ ଆଖୁ ଖାଇବାକୁ ବହୁତ ଭଲ ଲାଗେ ହେଲା। ସବୁଦିନ ସଞ୍ଜବେଳେ ଭାଲୁ ଲୁଚି ଲୁଚି ଆଖୁ କିଆରିରେ ଆଖୁ ଖାଏ। ସବୁବେଳେ ସନ୍ଧ୍ୟା ଯେତେବେଳେ ସୂର୍ଯ୍ୟ ଅସ୍ତ ହେଇଯାଏ ସେତେବେଳେ ସନ୍ଧ୍ୟା ହେଇଯାଏ, ସନ୍ଧ୍ୟାବେଳେ ଭାଲୁ ଲୁଚି ଲୁଚି ଜଙ୍ଗଲରୁ ସେ ଆଖୁ କିଆରି ଭିତରେ ପଶିକି ଆଖୁ ଖାଏ ହେଲା। ସକାଳ ହେବା ପୂର୍ବରୁ ପୁଣି ଜଙ୍ଗଲ ଭିତରକୁ ଚାଲିଯାଏ। ରାତି ଆଖୁ ଖାଏ, ସକାଳ ହେଲା ଯେତେବେଳେ ସୂର୍ଯ୍ୟ ଉଦୟ ହୁଅନ୍ତି ସେତେବେଳେ ସକାଳ ହୁଏ, ସେତେବେଳେ ଭାଲୁ ପୁଣି ଜଙ୍ଗଲକୁ ଫେରିଯାଏ। ଏମିତି ସବୁଦିନ ଆଖୁ ଖାଉ ଖାଉ ତା ମନକୁ ଆସିଲା ଯଦି ଆଖୁ ଏତେ ମିଠା ଆଉ ସୁଆଦିଆ ତେବେ ଆଖୁର ଫଳଟା କେତେ ସୁଆଦିଆ ହେଇନଥିବ ହେଲା। ସେ ଦେଖିଲା ଆଖୁଟା ଯଦି ଏତେ ମିଠା ତାହେଲେ ଆଖୁର ଫଳଟା କେତେ ସୁଆଦିଆ ହୋଇନଥିବ। ହଁ ଦିନେ ସଞ୍ଜ ହେଲା ପରେ ଭାଲୁ ଶୁଣ ଗପ ଶୁଣିବ ନା? ଆଉ ଚୁପିକି ବସ। ଦିନେ ସଞ୍ଜ ହେଲା ପରେ ଭାଲୁ ଆଖୁ ଫଳ ଖାଇବା ପାଇଁ ବାହାରିଲା ହେଲା। କିଛି ବାଟ ଗଲା ପରେ ଆଖୁ କିଆରିରେ ଏକ ମହୁ ଫେଣା ଉପରେ ତା ନଜର ପଡ଼ିଲା। ଗୋଟେ ମହୁ ଫେଣା ସିଏ ଦେଖିଲା, ଯେଉଁ ଆଖି କିଆରିରେ ପଶିଲା ବେଳେ ଆଖୁ କିଆରିରେ ଗଲାବେଳେ ସେଠି ଗୋଟେ ଗଛରେ ମହୁ ଫେଣା ସିଏ ଦେଖିଲା। ଆଖୁ ଫଳ ଭାବି ସେ ମହୁ ଫେଣାଟାକୁ ସେ ଆଖୁ ଫଳ ବୋଲି ଭାବିଲା ହେଲା। ଆଖୁ ଫଳ ଭାବି ସିଏ ମହୁ ଫେଣାକୁ କାମୁଡ଼ି ପକେଇଲା ହେଲା। ସେ ଭାଲୁ ଆଖୁ ଫଳ ଭାବିକି ସେ ମହୁ ଫେଣାଟାକୁ ସେ କାମୁଡ଼ି ଦେଲା। ଆଉ ସେ ଯାଏ କୁଆଡ଼େ? ତାପରେ ସେ ମହୁ ଫେଣାରେ କ'ଣ ଥାନ୍ତି? ମହୁ ଥାନ୍ତି, ମହୁମାଛି ହେଲା। ମହୁମାଛି ମାରି ଦିଅନ୍ତି। ହଁ ମାରିଦେଲେ ନାଲି ପଡ଼ିଯାଏ, ଫୁଲିଯାଏ। ହଁ ତାପରେ ସେ ଯେଉଁ ଫେଣାଟାକୁ ସେ ଯେତେବେଳେ କାମୁଡ଼ି ଦେଲା, ଶୁଣ, ଫେଣାଟାକୁ ସେ ଯେତେବେଳେ ଭାଲୁ କାମୁଡ଼ି ଦେଲା ତା ଦେହରୁ ଯେତିକି ବି ସବୁ ମହୁମାଛି ଥିଲେ ସବୁ ଭାଲୁ ଚାରିପାଖକୁ ଘେରି ଯାଇ ଦେହ ସାରା ବିନ୍ଧିଦେଲେ, ମାନେ ତାକୁ ମାରିଲେ। ତାପରେ ଭାଲୁ ଜୀବନ ବିକଳରେ ଦୌଡ଼ି ଦୌଡ଼ି ଜଙ୍ଗଲ ଭିତରକୁ ପଳେଇଲା, ଆଉ କେବେ ଆଖୁ ଖାଇବାକୁ ଆସିଲା ନାହିଁ। ଏ ଗପଟା ନାଁ କ'ଣ ଥିଲା? ଭାଲୁର ଲୋଭ ହେଲା। ସିଏ ଆଖୁ ଫଳ ଭାବିକି ଖାଇଦେଲା, ତାର ଲୋଭ ବଢ଼ି ଯାଇଥିଲା, ଖାଇଲା ବୋଲି ତାକୁ ମହୁମାଛି ବିନ୍ଧିଦେଲେ ହେଲା। ଏଠୁ କ'ଣ ଶିଖିଲା?